ଦୁଃଖ ନାହିଁ କିନ୍ତୁ ଆମର କାହାର କୌଣସି ପ୍ରକାର ଆସୁବିଧା ହେଇନଥିଲା। ବେଲେ ସେ ଭାଇ ସେ କହିଲେ ଯେ ଗୋଟିଏ ଫୋନ କଲା ପରେ ଆମର ଏତେ ପିଲାମାନେ ଆସିଲେ ସେ ଏତେ ଅନୁଭବ ମାନେ ଗର୍ବ ଅନୁଭବ କଲେ ଯାହା ହଉ ଯେ ଆମର ଏ ତ ଏକତା ବଳରେ ଆମ କୋଉଠି ଏକା ନୁହନ୍ତି ସମସ୍ତ ଅସୁବିଧା ଅସୁବିଧା ଆମେ ଏକତା ମାଧ୍ୟମରେ ଆମେ ସମାଧାନ କରିପାରିବା। ଆଉ ଗୋଟେ ବିଷୟ ଆମେ କୌଣସି ପ୍ରକାର ଭୋଟ ଦାବି କରିବା ନାହିଁ, କୌଣସି ପ୍ରକାର କରିବା ନାହିଁ। ନିଶ୍ଚିତ ଭାବରେ ଆମେ ଭଗବାନ ସହାୟକ ଯେ ତାଙ୍କ କର୍ମ ଲିଖିତ ଠାକୁର ଆମ ନିଶ୍ଚିତ ଭାବରେ ଆଶୀର୍ବାଦ ଦେବେ। ତେଣୁ ଆମର ଯେଉଁ କିଛି ଭାଇମାନେ କିଛି ଭୋଟ ଘଟକା ଭୋଟ ବର୍ଷ ହଉ ବା ଅଲଗା ହଉ କିଛି କରିଥିଲେ ଯାହା ହଉ ଆଉ ସେ ସମୟ ନାହିଁ। ପିଲାମାନେ ଆମର ଯାହା କିଛି ସୁଧିଗଲେଣି। ତେଣୁ ଏଠି ମୋତେ ବହୁତ ଭଲ ଲାଗୁଛି ଯେ ଆମର ପିଲାମାନେ ଅନୁଭବ କଲେ ଯେ ଯଦି କିଛି ମୁଁ ଗୋଟେ ଭୁଲ କଲି ତାହେଲେ ମୋ ସଂଘ ବିଘ୍ନିତ ହେଉଛି। ମୁଁ ଶହ ପିଲା ବଡ଼ ଡିଭିଜନ ଯେଉଁଠାରେ 200 ଉର୍ଦ୍ଧ୍ୱ କାର୍ଯ୍ୟରତ ଅଛନ୍ତି ନବରଙ୍ଗପୁର ଡିଭିଜନର ଯିଏ ଆମ ସଂଘର କାର୍ଯ୍ୟଧାରାକୁ ବଜାୟ ରଖିଛନ୍ତି ଲିଙ୍ଗରାଜ ସାହୁ ମହୋଦୟଙ୍କ ଲିଙ୍ଗରାଜ ସାହୁ ମହୋଦୟ ତତ୍ପରେ ମଞ୍ଚକୁ ସ୍ୱାଗତ କରିବି ନବରଙ୍ଗପୁରର ଅନ୍ୟତମ ଜଣେ ବରେଣ୍ୟ ବ୍ୟକ୍ତିତ୍ୱ ଜଣେ କାର୍ଯ୍ୟକର୍ତ୍ତା ଶ୍ରୀଯୁକ୍ତ ଗୋକୁଳ ବେଶ୍ରା ମହୋଦୟଙ୍କ ଅନୁରୋଧ କରିବି ଆମ ଗହଣରେ ଉପସ୍ଥିତ ଅଛନ୍ତି ଜୟପୁର ଡିଭିଜନର ଯେଉଁମାନେ ସୁଦୂର ଜୟପୁରରୁ ଦୀର୍ଘ 200 କିଲୋମିଟର 250 କିଲୋମିଟର ଅତିକ୍ରମ କରି ଝଡ଼ ଝଞ୍ଜା ଏବଂ ଯେଉଁ ବର୍ଷା ଆଘାତକୁ ଖାତିର ନ କରି ଆମ ଗହଣରେ ଉପସ୍ଥିତ ଅଛନ୍ତି।